ହଁ ପିଲେ, ଆଜି ଆଲୋଚନାରେ ଆମେ ଗୋଟେ ମୁଖ୍ୟ କଥା କହିବା ଯେ ଆସନ୍ତାକାଲି ସଂକ୍ରାନ୍ତି, ତାମାନେ କାଲି ସୂର୍ଯ୍ୟ ଯିବେ ମେଷକୁ। କାଲି ଯେଉଁ ଛୁଆଟି ଜନ୍ମ ହେବ ତା ଜାତକରେ ରବି କେଉଁଠି ରହିବେ? ଉତ୍ତର ଆସିବ ମେଷରେ। ନା, ସୂର୍ଯ୍ୟ ଯେଉଁ ଖରା କାଲି ଦେଲେ, ଆଜି ଦେବେ, ଆସନ୍ତାକାଲିକି ବି ଦେବେ, ପହରଦିନ ବି ଦେବେ। ହେଲେ ଏଇ ଯେଉଁ 4 ଦିନ କଥା ମୁଁ କହିଲି, ଏଇ 4 ଦିନରୁ ସବୁଠୁ ଅଧିକ ଖରା ହେବ କେଉଁଦିନ? କାଲି ହେଉଛି ମଙ୍ଗଳବାର, ଖରା ବେଶୀ ହେବ ବୁଧବାର। କାହିଁକି ଜାଣିଛ? ନା, ସୂର୍ଯ୍ୟ ରବି 5ଟା 48 ପରେ, ସନ୍ଧ୍ୟା 5ଟା 48 ପରେ, ଯେଉଁଦିନ ସଂକ୍ରାନ୍ତି, ଆସନ୍ତାକାଲି ସଂକ୍ରାନ୍ତି, ଆସନ୍ତାକାଲି ସନ୍ଧ୍ୟା 5ଟା 48 ପରେ ଅଶ୍ୱିନ ନକ୍ଷତ୍ରକୁ ଯିବେ। ମାନେ 5ଟା 48 ପୂର୍ବରୁ ଯେଉଁ ଛୁଆ ଜନ୍ମ ହେବ ତା ଜାତକରେ ରବି ରହିବେ ମୀନରେ। 5ଟା 48 ବା ତାପରେ ଜନ୍ମ ହେବା ପିଲାର ସୂର୍ଯ୍ୟ ରହିବେ ମେଷରେ। ତେଣୁ ସନ୍ଧ୍ୟା ପରେ ଯେହେତୁ 5ଟା 48 ପରେ ଯେହେତୁ ସୂର୍ଯ୍ୟ ମେଷକୁ ଯିବେ, ତେଣୁ ତା ପରଦିନ ବୁଧବାର ଦିନ ବିଷୁବ ସଂକ୍ରାନ୍ତୀୟ ଖରା ହେବ। ସୂର୍ଯ୍ୟ ବିଷୁବ ରେଖା ଉପରକୁ ଯିବେ। ସୂର୍ଯ୍ୟ ବିଷୁବ ରେଖା ଉପରକୁ ଗଲେ ଲମ୍ବ କିରଣ ଦିଅନ୍ତି, ଉଚ୍ଚରେ ରହନ୍ତି ଏବଂ ସମସ୍ତେ ପ୍ରଫୁଲ୍ଲିତ ହୁଅନ୍ତି ଯେ ମୋ ଜାତକରେ ରବି ଉଚ୍ଚରେ। ଦିନେ କହିଥିଲି, ଆଜି ମନେ ପକାଇ ଦେଉଛି, କୌଣସି ଗ୍ରହ ଉଚ୍ଚରେ ଥିଲେ ସେ ଗ୍ରହଙ୍କର ଚରିତ୍ରରେ ଯେତେ ଦୋଷ ଥାଏ, ବ୍ୟକ୍ତିଠାରେ ସେହି ଦୋଷ ସବୁ ପ୍ରକାଶ ପାଏ। ବାସ୍, ଆସନ୍ତାକାଲି ସଂକ୍ରାନ୍ତି, ଏଇ ଦୃଷ୍ଟିକୋଣରୁ 14 ଏପ୍ରିଲ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ ଆଉ ନୂଆ ଶକାବ୍ଦ ମନେ ରଖିବ 1948, ସମ୍ବତ 2083, ଉତ୍କଳୀୟ ସନ 1433 ସାଲ। 1433 ସାଲ ଆଉ ସମ୍ବତ ହେଲା 2083, ଶକାବ୍ଦ ହେଲା 1948 ଆଉ ସୂର୍ଯ୍ୟ କାଲି ମେଷକୁ ଯିବେ 5ଟା 48 ପରେ। ହେଲା, ବାସ୍। ଏବେ ଆମେ ଆଲୋଚନା କରିବା ବାର ରାଶି କଥା। ହଁ ପିଲେ, ମନ ଦେଇ ବାର ରାଶି କଥା ଶୁଣ। ଆଲୋଚନା କରିବା ଏବେ ମେଷ କଥା। 14 ତାରିଖ ମଙ୍ଗଳବାର, ମେଷ ରାଶି, ଅଶ୍ୱିନ ନକ୍ଷତ୍ରର ଦିନ 4ଟା 6 ଯାଏ ଅଶୁଭ। 4ଟା 6ରୁ ଦ୍ୱିଜାର ଅଶୁଭ ଆରମ୍ଭ ହେବ। 4ଟା 6 ଯାଏ ଅଶ୍ୱିନର, 4ଟା 6 ପରେ ଦ୍ୱିଜା ନକ୍ଷତ୍ରର ଅଶୁଭ ସମୟ ଆସିବ। ବିଧି ବିଧାନ ବିଚିତ୍ର, ସେ ମଙ୍ଗଳବାର ବିବିଧ ମଙ୍ଗଳ କରିବେ। ମାନେ ମେଷ ରାଶିର ଅଧିପତି ମଙ୍ଗଳ, ବାର ହେଲା ମଙ୍ଗଳ, ତେଣୁ ମେଷ ରାଶିର କାଲି ବିଶେଷ ମଙ୍ଗଳ ହେବ। ସ୍ୱତନ୍ତ୍ର ନୂଆ ଖାତା ଖୋଲା ହେବ ତାଙ୍କ ପାଇଁ। ମେଷ ରାଶିର ସମୟକୁ ଜଗି ରଖି ଏମାନେ କର୍ମ ଯୋଜନାର ସଫଳ ରୂପାୟନ କରିବେ। ମେଷ ରାଶି ଲୋକେ ଜଗି ରଖି ତାଙ୍କ କର୍ମ ଯୋଜନାକୁ ସଫଳ କରିବା ପାଇଁ ଯଥାର୍ଥ ପଦକ୍ଷେପ ନେବେ। ତେବେ କଳ୍ପବୃକ୍ଷ ନନ୍ଦନ କାନନରୁ ସ୍ୱତଃ ଆସି ଏହି ମେଷ ରାଶିର ଜନତାମାନଙ୍କ ଉଦ୍ୟାନରେ ଉଭା ହେବେ। ସମସ୍ତ ମନସ୍କାମନା ପୂରଣ ହେବ। ଶାରୀରିକ, ମାନସିକ, ପାରିବାରିକ, ଭୌତିକ, ଲୌକିକ ଓ ପାରମାର୍ଥିକ ସମସ୍ତ ସୁଖ ପାଇବେ ଏହି ମେଷ ରାଶିର ଲୋକମାନେ। ମାନେ ବିଧି ବିଧାନ ବିଚିତ୍ର ମୁଁ କହିଲି ପ୍ରଥମରୁ। କାହିଁ କହିଲି? ନା, ବିଧାତା ଆଜି ପ୍ରସନ୍ନ ଅଛନ୍ତି ମେଷ ରାଶି ଉପରେ। ତେଣୁ ସେ କଳ୍ପବୃକ୍ଷକୁ କହିବେ, ଧନରେ ଯାଆନୁ, ମର୍ତ୍ତ୍ୟରେ କେଉଁଠି ଅଛନ୍ତି ମେଷ ରାଶିଆ, ତାଙ୍କ ବଗିଚାରେ ଟିକେ କିଛି ଦିନ ରହିଆ, ତାଙ୍କ ମନସ୍କାମନା ପୂର୍ଣ୍ଣ କରିଦେଇଆ। ବୁଝା ପଡ଼ିଲା, ଆଜି ମାନେ ମଙ୍ଗଳବାର ସଂକ୍ରାନ୍ତି ମେଷ ରାଶିଙ୍କର ବଢ଼ିଆ ଦିନ।
ବୃଷ କଥା ଆଲୋଚନା କରିବା। 14 ତାରିଖ ମଙ୍ଗଳବାର, ବୃଷ ରାଶି, କୃତ୍ତିକା ନକ୍ଷତ୍ରର, ଦିନ 4ଟା 6 ଯାଏ ଅଶୁଭ ଏବଂ 4ଟା 6 ଠାରୁ ରୋହିଣୀର ଅଶୁଭ। ଏମାନେ ଆଜି ବିପୁଳ ଅର୍ଥ ଲାଭ କରି ଆନନ୍ଦିତ ହେବେ। ଏମାନଙ୍କର ଆୟ କର୍ମଯୋଗ ଅଛି, ବଢ଼ିଆ କର୍ମଯୋଗ ଅଛି। ଆଜି ଏମାନଙ୍କ ଭାଗ୍ୟ ସଳଖ। ବୁଦ୍ଧି ବିବେକର ସୁବିନିଯୋଗ କରି ସମୁଚିତ କର୍ମ କରି ଏମାନେ ଧନ ଲକ୍ଷ୍ମୀକୁ ନିଶ୍ଚୟ ଆହ୍ୱାନ କରିବେ। ବୁଦ୍ଧି ବିବେକର ସୁବିନିଯୋଗ କରିବେ। କର୍ମଯୋଗ ଏମାନଙ୍କର ଅତି ସଳଖ ଅଛି। ତେଣୁ ସମୁଚିତ କର୍ମ କରି ଧନଲକ୍ଷ୍ମୀଙ୍କୁ ନିଶ୍ଚୟ ନିମନ୍ତ୍ରଣ କରିବେ। ଆଉ ଦେବୀ ଲକ୍ଷ୍ମୀ ଦୟା କରିବେ ଏମାନଙ୍କୁ। ଏଇ ବୃଷ ରାଶିଆଙ୍କ ଦେବୀଙ୍କର ଦୟା ଅଛି, ମାନେ ବିପୁଳ ଅର୍ଥ ଲାଭ କରିବେ। କ'ଣ ଛାଁ ନା କ'ଣ? ମେଷ ରାଶି ହେଉ କି ବୃଷ ରାଶି ହେଉ, ଯିଏ ଖଟିବ ସିଏ ଖାଇବ। ହଁ, ମାନେ ଯେଉଁ କାମ ପାଇଁ ଯେତିକି ଶ୍ରମ ଆବଶ୍ୟକ ସେତିକି ଶ୍ରମ ବା ତାଠୁ ଅଧିକ ଶ୍ରମ କର, ନିଶ୍ଚିତ ଭାବରେ ଭାଗ୍ୟବାନ ହେବ। ବାସ୍, ଏମାନଙ୍କ ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ଖାଦ୍ୟ ରୁଚିକର ହେବ। କାହାର? ବୃଷ ରାଶିର। ମିଥୁନ କଥା। 14 ତାରିଖ ମଙ୍ଗଳବାର, ମିଥୁନ ରାଶିର ଘାତ ବାର ହେଇଲୋ ଅସୁବିଧା। ତେଣୁ 14 ତାରିଖ ମଙ୍ଗଳବାର ମିଥୁନ ରାଶିର ଘାତ ବାର, ପୁଣି ମିଥୁନ ପୁରୁଷଙ୍କର ଘାତ ଚନ୍ଦ୍ର, ଭାରି ଅସୁବିଧା। ମିଥୁନ ରାଶି ପୁରୁଷମାନେ ଟିକେ ହୁସିଆର ଚଳନ୍ତୁ। ମୃଗଶିରା ନକ୍ଷତ୍ରର 4ଟା 6 ଯାଏ ଅଶୁଭ, 4ଟା 6 ଠାରୁ ଆର୍ଦ୍ରାର ଅଶୁଭ ଆସିବ। ସବୁ ତ ଶୁଣିଲେ ଆଉ। ତେଣୁ ନିଜ ଗୋଡ଼ ପକାଇବା ପୂର୍ବରୁ ଟିକେ ତଳକୁ ଦେଖନ୍ତୁ, ରାସ୍ତା ଠିକ୍ ଅଛି ତ। ଏମାନେ ଆଜି ମଠ ମନ୍ଦିର ଯାଇ ବା ଘରେ ବସି ବା କୌଣସି ସଭା ସମିତିକି ଯାଇ ସତ୍ସଙ୍ଗ କରିବେ। ତାଙ୍କର ମନ ଆଜି ଟିକେ ଦେବ ପୂଜାରେ ରହିବ। ହଉ, ନିଜ ସୁକର୍ମ ପାଇଁ କେହି ଆଜି ପ୍ରଶଂସିତ ହେବେ। ମାତ୍ର ଦିନର ମଧ୍ୟଭାଗରେ ଅପମାନ ଯୋଗ ଅଛି। ଅପମାନ ତ ନିଶ୍ଚୟ ହେବେ। ଯେହେତୁ ଅପମାନ ଯୋଗ ଅଛି, ଘାତ ବାର, ଘାତ ଚନ୍ଦ୍ର, ତେଣୁ ଜଗି ରଖି କଥାବାର୍ତ୍ତା କରନ୍ତୁ। କାହା ପାଖରେ ହାତ ପାତନ୍ତୁନି କି କାହାକୁ ପରାମର୍ଶ ଦିଅନ୍ତୁନି। ବାସ୍, ଯଦି କଥା ନ ମାନିବେ ତାହେଲେ ମଜା ଫଳ ପାଇବେ ଆଉ କ'ଣ। ହଉ, କର୍କଟ କଥା। 14 ତାରିଖ ମଙ୍ଗଳବାର, କର୍କଟ ରାଶି, ପୁନର୍ବସୁ ନକ୍ଷତ୍ରର, ଦିନ 4ଟା 6 ଯାଏ ଅଶୁଭ। ପୁନର୍ବସୁର 4ଟା 6 ଯାଏ ଅଶୁଭ। ମାତ୍ର 4ଟା 6 ଠାରୁ ଅଶ୍ଲେଷାର ଅଶୁଭ ଆରମ୍ଭ ହେବ। ଦିନଟି ଆଦୌ ଶୁଭଙ୍କର ନୁହେଁ। କାହାର? କର୍କଟର। ଦେହ ପୀଡ଼ିତ ହେବ, ମୁଣ୍ଡ ଭାରାକ୍ରାନ୍ତ ହେବ, ବୃଥା ଖର୍ଚ୍ଚ ହେବ, ବୃଥା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଏମିତି ପରିସ୍ଥିତି ସୃଷ୍ଟି ହେବ। କର୍କଟ ଲୋକମାନେ ହୁସିଆର। ସମସ୍ୟା ପରେ ସମସ୍ୟା ଆସି ବ୍ୟସ୍ତ ବିବ୍ରତ କରିବ। ଦୂରଯାତ୍ରା ନ କଲେ ଭଲ, କଲେ ଦୁଃଖ ପାଇବେ। ଶାନ୍ତି କଥା ଭୁଲି ଯାଆନ୍ତୁ। ଆଚ୍ଛା, ସିଏ ମୁହଁ ଶାନ୍ତି ମାଉସୀ ଆଜି କର୍କଟ ରାଶି ଅନେଇବନି, ମୁହଁ ମୋଡ଼ି ପଳେଇଯିବ। ବାସ୍। ସିଂହ କଥା। 14 ତାରିଖ ମଙ୍ଗଳବାର, ସିଂହ ରାଶି, ମଘା ନକ୍ଷତ୍ରର, ଦିନ 4ଟା 6 ଯାଏ ଅଶୁଭ। ମଘାର ଦିନ 4ଟା 6 ଯାଏ ଅଶୁଭ। 4ଟା 6 ଠାରୁ ପୂର୍ବ ଫାଲ୍ଗୁନର ଅଶୁଭ ସମୟ ଆସିବ। ନିଜ ସ୍ୱାର୍ଥ ହାସଲ ପାଇଁ ଏମାନେ ବହୁ ଚେଷ୍ଟା କରିବେ। ସବୁ ପ୍ରକାର ସୁଖ ଆସି ସେମାନଙ୍କ ପାଖରେ ମୁହଁ ଦେଖାଇବ। ସିଂହ ରାଶିଆଙ୍କୁ ଆଜି ସବୁ ପ୍ରକାର ସୁଖ ମିଳିବ। ଯିଏ ଯେଉଁ ସୁଖ ପାଇଁ ଉଦ୍ୟମ କରି ଆସିଛନ୍ତି, ଯେମିତି କୌଳିକ, ମୌଳିକ, ବୌଦ୍ଧିକ, ଆର୍ଥିକ, ପାରିବାରିକ, ଲୌକିକ, ସାମାଜିକ, ଏଇସବୁ ଯେତେ ପ୍ରକାର ସୁଖ ଅଛି, କିଏ କ'ଣ ଖୋଜୁଛନ୍ତି ତା ପାଇଁ ଯୋଗାଡ଼ରେ ଅଛନ୍ତି, ତାଙ୍କୁ ଏ ସୁଖ ଆଜି ମିଳିଯିବ। ସମସ୍ୟା କିଛି ନାହିଁ। ବୃତ୍ତି ଖୋଜୁଥିବା ପିଲାମାନଙ୍କୁ ଆଜି ସ୍ୱତନ୍ତ୍ର ବୃତ୍ତି ବ୍ୟବସ୍ଥା ହେଇଯିବ, କର୍ମ ଯୋଜନା ବ୍ୟବସ୍ଥା ହେଇଯିବ। ଶାନ୍ତି ଓ ସୁଖ ମିଳିବ। ଦେହ ସୁସ୍ଥ ରହିବ, ରୋଜଗାର ବେଶୀ ହେବ ଯଦି ସେହିପରି ସମୁଚିତ କର୍ମ କରନ୍ତି। କାରଣ ଆୟ ଅମଳ ପାଇଁ ଆଜି କୌଣସି ବାଧା ବନ୍ଧନ ନାହିଁ। ଏହା ଜାଣିଲା ପରେ ଯଦି ଆପଣମାନେ ଖାଲି ଶୋଇ ରହିବେ,
କେଉଁଠି ଆସିବ? ନାହିଁ, କଠିନ ପରିଶ୍ରମ ଦରକାର। ସବୁବେଳେ ମନେ ରଖିଥିବେ, ଠିଆ ହିଁ ବୁଣିଥିଲେ ବସିକିରି ଖାଇ। କଠିନ ପରିଶ୍ରମର ଫଳ ଭାରି ମିଠା ଲାଗେ। ଆମେ କନ୍ୟା କଥା ଆଲୋଚନା କରିବା। 14 ତାରିଖ ମଙ୍ଗଳବାର, କନ୍ୟା ରାଶି, ଉତ୍ତର ଫାଲ୍ଗୁ ନକ୍ଷତ୍ରର, ଦିନ 4ଟା 6 ଯାଏ ଅଶୁଭ, ମାତ୍ର 4ଟା 6 ଠାରୁ ହସ୍ତା ନକ୍ଷତ୍ରର ଅଶୁଭ ହେବ। କଥାଟେ ଅଛି, ଈଶ୍ୱର ଦେଲେ ନବ କିଏ, ଈଶ୍ୱର ନେଲେ ରଖିବ କିଏ? ଈଶ୍ୱର ଦେଲେ ନବ କିଏ, ଈଶ୍ୱର ନେଲେ ରଖିବ କିଏ? ହେଲା, ଏଇ ଦୟାକୁ ଆଜି ଆପଣଙ୍କ ଜୀବନରେ ଦୟାନିଧି, ଦୟାମୟ, ଦୟା ବନ୍ଧୁ ଠାକୁର ଆଜି ଦୟା କରିବେ। ବିବିଧ ଲାଭ ହେବ। କାର? କନ୍ୟା ରାଶି ଲୋକଙ୍କର ଆଜି ବିବିଧ ଲାଭ ହେବ। ସେ ଧନ ବା ବୃତ୍ତି ବା ସୁନା ବା ଉପହାର ବା ବଢ଼ିଆ ଆହାର ବା ଅମଳ ବା ରୋଜଗାର ବା କାହା ପାଇଁ କେଉଁ ଲାଭ ହେବ ଦାତା ଜାଣନ୍ତି, ଗ୍ରହିତା ଜାଣନ୍ତି। ଯେମିତି ଆପଣଙ୍କର ମୁଦିଟା ହଜିଯାଇ, ସୁନା ମୁଦି ହଜିଯାଇଛି, ଆସିକିରି 1 ବର୍ଷ ହେଇଗଲାଣି, ମନ ଦୁଃଖରେ ଅଛନ୍ତି, ଆଜି ମୁଦିଟା ପାଇଯିବେ। ସେ ନେବା ଲୋକ ସେଇ ବିଧାତା, ଦେବା ଲୋକ ସେଇ ବିଧାତା। ଆସନ୍ନ ପ୍ରସବା ନାରୀଟିଏ ଆଜି ଯଥା ସମୟରେ ପୁତ୍ର ସନ୍ତାନ ଲାଭ କରିବ। ତାଙ୍କ 9ଟା ଝିଅ, ଆଜି ପୁଅଟିଏ ହେବ, ସେ ଖୁସି ହେବେନି? ସେଇଭଳି ଯାହାର ଅନେକ ପୁଅ, 53ଟା ପୁଅ, ତାର ଝିଅଟିଏ ହେବ, ସେ ଖୁସି ହେବନି? ଝିଅ ବୋହୂଟିଏ ମିଳୁନି ବୋଲି କେତେ ପୁତ୍ରର ବାପା ମା ବ୍ୟସ୍ତ ହେଉଛନ୍ତି। ଆଜି ଭଲ ବୋହୂଟିର ସନ୍ଧାନ ମିଳିବ, ଆଉ ନିର୍ବନ୍ଧ ହେଇଯିବ। ଏମିତି ବିବିଧ ଲାଭ, ବିବିଧ ଲାଭ। ଭଲ ଶିକ୍ଷକ ଖୋଜୁଛନ୍ତି ଛାତ୍ରମାନେ, ଆଜି ଭଲ ଶିକ୍ଷକ ମିଳିଯିବେ। ଅନେକ ସନ୍ଦେହ ପ୍ରଶ୍ନ ଦୂରୀଭୂତ ହେବ, ଆନନ୍ଦିତ ହେବେ, ତାକୁ ଆନନ୍ଦ ଲାଭ ହେବ। ଏମିତି କନ୍ୟା ରାଶିର ଲୋକମାନଙ୍କୁ ଆଜି ବିବିଧ ଲାଭ ହେବ। ପୁରୁଣା କର୍ମକୁ ସମ୍ଭାଳି ଚଳାଇ ପାରିଲେ ବହୁ ଅର୍ଥ ଲାଭ ହେବ। ନୂତନ ଆୟପନ୍ଥା ଆଜି ଖୋଲିଯିବ। ଦୈନିକ ଆୟ ଅମଳ ଠିକ୍ଠାକ୍ ରହିବ। ଶାରୀରିକ ସମସ୍ୟା ନାହିଁ କନ୍ୟା ରାଶି ପାଇଁ। ବାସ୍, ଏବେ ଯିବା ତୁଳା ପାଖକୁ। 14 ତାରିଖ ବୁଧବାର, ତୁଳା ରାଶି, ଚିତ୍ରା ନକ୍ଷତ୍ରର, ଦିନ 4ଟା 6 ଯାଏ ଅଶୁଭ, ମାତ୍ର 4ଟା 6 ପରଠାରୁ ସ୍ୱାତୀ ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ଏମାନଙ୍କ ପାଇଁ ବିଧାତା ଆଜି ବିବିଧ ସୁଖ ଭାର ପଠାଇଛନ୍ତି। ସୁଖ ଭାର ଆଜି ତୁଳା ରାଶିଙ୍କ ଘରେ ପହଞ୍ଚିଯିବ। ବିବିଧ ସୁଖ, ତାହା ଦାତା ଓ ଗ୍ରହିତା ଏ ଦୁହେଁ ବୁଝନ୍ତି ବା ବୁଝିବେ। ସେ ସୁଖ କୌଳିକ ବା ମୌଳିକ ବା ଦୈହିକ ବା ବୌଦ୍ଧିକ ବା ଆର୍ଥିକ ବା ସାମାଜିକ ବା ପାରିବାରିକ ହେବ। କିଏ କେଉଁ ସୁଖ ଖୋଜେ? ତୁଳା ରାଶିର ଯିଏ ଯେଉଁ ସୁଖ ଖୋଜୁଥିଲା, ଆଜି ଯାଏ ମିଳିନଥିଲା, ଆଜି ମିଳିବ। ହଁ, ଆୟ ଅମଳ ବଢ଼ିଆ ହେବ। କର୍ମ ଯଦି ଯତ୍ନର ସହ କର୍ମ କରାଯାଏ, କର୍ମକୁ ଯତ୍ନର ସହ କଲେ ସୁଖ, ଶାନ୍ତି, ଆନନ୍ଦ ସବୁକିଛି ମିଳିବ। ବାସ୍, ଆଜି ବନ୍ଧୁଙ୍କ ସହ ମତାନ୍ତର ହେବ, ପୁଣି ମନାନ୍ତର ହେବ। ଟିକେ ଝଗଡ଼ା ହେବ, କଳହ ହେବ ବନ୍ଧୁଙ୍କ ସହିତ। ଆପଣ ତ ଜାଣିଲେ ଏକଥା, ତେଣୁ ସେ ବନ୍ଧୁଙ୍କ ସହ କଥାବାର୍ତ୍ତା କଲାବେଳେ ଚୁପ୍ ରହନ୍ତେ, ହସନ୍ତେ, କେମିତି ହୁଅନ୍ତା? ନାଇଁ, ସିଏ କାହିଁ କହିଲା, ମୁଁ କହିବି, କରୁନା, କ'ଣ ହେଇଯିବ? ଝଗଡ଼ା ହେବ। ହଁ, ଏବେ ଆମେ ଆଲୋଚନା କରିବା ବିଛା କଥା। 14 ତାରିଖ ବୁଧବାର, ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ରର, 4ଟା 6 ଯାଏ ଅଶୁଭ, 4ଟା 6 ଠାରୁ ବିଶାଖାର ଅଶୁଭ ଆରମ୍ଭ ହେବ। ଏମାନେ ଆଜି ଅତୀତ ଘଟଣାକୁ ମନ୍ଥିବେ। କଥା ମାଜିଲେ ଗୁରୁ, ସୂତା ମାଜିଲେ ସରୁ। ଯେ ଗୁହକୁ ଘାଣ୍ଟେ ତାକୁ ତ ମଲ୍ଲି ଫୁଲ ପରି ବାସିବ ଆଉ। ନାଇଁ, ଆପଣମାନେ ଜ୍ଞାନୀ ଗୁଣୀ, ତେଣୁ କଥା ମାଜନ୍ତୁନି। ହେଲେ କ'ଣ କରାଯିବ? ଅତୀତ ଘଟଣାକୁ ଆଜି ମନ୍ଥିବେ। ଫଳରେ କ'ଣ ହେବ? ଗନ୍ଧେଇବ, ଏଣୁ ଅସନ୍ତୋଷ ହେବେ। କଥାଟେ ଅଛି, ସୂତା ମାଜିଲେ ସରୁ, କଥା ମାଜିଲେ ଗୁରୁ। ଏହା ଜାଣି ଯିଏ କଥାକୁ ମାଜିବେ ସେ ଦୁଃଖ ପାଇବେ। ଚନ୍ଦ୍ରବା ଅଛନ୍ତି ଆଜି କୁମ୍ଭରେ, ପୁଣି ମଙ୍ଗଳବାର, ତୁମ ରାଶ୍ୟାଧିପ ମଙ୍ଗଳ। ମୋଟାମୋଟି ଭାବରେ ଆଜି ଜମା ଭଲ ଦିନ ନୁହଁ। କଥା ମାଜନ୍ତୁନି, ଘଣ୍ଟାଘଣ୍ଟି କରନ୍ତୁନି, ଫଳ ଭଲ ହେବନି। ଏଣୁ ଆଜି ଅସୁସ୍ଥତା ଲାଗି ରହିବ, ଦେହ ଖରାପ ହେବ, ପୁରୁଣା ରୋଗ ଥିଲେ ଉତ୍ପାତ କରିବ। ଦୂରଯାତ୍ରା କରନ୍ତୁନି। ଆୟ ଅମଳ ରାସ୍ତା ପ୍ରାୟ ବନ୍ଦ।
ବିଛା ରାଶି ପାଇଁ ଆଜି ଆୟ ଅମଳ ପୁରା ବନ୍ଦ। ଏବେ ଆଲୋଚନା କରିବା ଧନୁ କଥା। 14 ତାରିଖ ମଙ୍ଗଳବାର ଧନୁ ରାଶି ମୂଳା ନକ୍ଷତ୍ରର 4ଟା 6 ପରେ ଅଶୁଭ, ମାତ୍ର ପୂର୍ବାଷାଢ଼ାର 4ଟା 6 ଯାଏ ଅଶୁଭ। ଆଗେ ଅଶୁଭ ହେବ ପୂର୍ବାଷାଢ଼ାର 4ଟା 6 ଯାଏ, ଆଉ ମୂଳାର ହେବ 4ଟା 6 ପରେ। ବାସ୍, ଦିନଟି ସବୁ ଦିଗରୁ ଭଲ। ଆଉ ଭାଇ ସହ ସୁସମ୍ପର୍କ ବଢ଼ିବ। ଭାଇ ଭଉଣୀ ମଧ୍ୟରେ ଆନନ୍ଦର ଜୁଆର ଖେଳିବ। ଭଉଣୀ ଭଉଣୀ ପରସ୍ପର ଦୁଃଖରେ ଦୁଃଖୀ ହେବେ, ସୁଖରେ ସୁଖୀ ହେବେ। ବଢ଼ିଆ ରୋଜଗାର ପାଇଁ ଉତ୍ତମ ଦିନ ଅଛି। ସୁଯୋଗ ମିଳିବ, କିନ୍ତୁ ଖଟି ପାରିଲେ ହେଲା। ଦେହ ସୁସ୍ଥ ରହିବ। କେବଳ ସମୁଚିତ ଚେଷ୍ଟା କଲେ ଧନ ଲକ୍ଷ୍ମୀ ପ୍ରସନ୍ନ ହୋଇ ଦୟା କରିବେ। କୌଣସି ସମସ୍ୟା ନାହିଁ। ତୁମର ଯେଉଁମାନେ ହିତ ଶତ୍ରୁ ଚିକଣିଆ କଥା କହନ୍ତି, ସେମାନେ ଆଜି ନିଜ ଭୁଲ ବୁଝିବେ ଆଉ ତୁମ ଶରଣାପନ୍ନ ହେବେ, କ୍ଷମା ମାଗିବେ। ଧନୁରାଶି କଥା ଗଲା। ଏବେ ବୁଝିବା ଏକା କଥା ମକର କଥା। 14 ତାରିଖ ମଙ୍ଗଳବାର ମକର ରାଶି ଶ୍ରବଣା ନକ୍ଷତ୍ରର 4ଟା 6 ଯାଏ ଅଶୁଭ, 4ଟା 6 ପରେ ଉତ୍ତରାଷାଢ଼ା ନକ୍ଷତ୍ରର ଅଶୁଭ। ବେଶ, ଅନ୍ଧାର ନଥିଲେ ଯେମିତି ଆଲୋକର ମଜା ନଥାଏ, ସମସ୍ୟା ନଥିଲେ ତାର ସମାଧାନ ପାଇଁ ଚିନ୍ତା ମୁଣ୍ଡକୁ ଆସେ ନାହିଁ। ଆଜି ଶାନ୍ତି ମିଳିବ, ହେଲେ ଅଶାନ୍ତରୁ ଶାନ୍ତି ଆସିବ। ଧନଯୋଗ ଥିଲେ ବି ମଙ୍ଗଳବାର ହେତୁ ସବୁ ବାଧା ବିଘ୍ନରେ ଆୟ ହେବ, ହେଲେ ବହୁ ଝିଞ୍ଜଟରେ ପଇସା ଆସିବ। କେହି ଭଲରେ ଭଲରେ ଆଜି ମକର ରାଶିଆଙ୍କ ପଇସା ଦେବେନି। ବହୁ ବାକି ଯେଉଁ ବ୍ୟବସାୟୀ ତାଙ୍କର ବି ଧାର ଉଧାର ନେଇଛନ୍ତି, ଦେବେ କହିଛନ୍ତି, ଦେବେନି। ଆଜି ବଡ଼ କଷ୍ଟରେ ଦେବେ, ଝିଞ୍ଜଟ ହେବ, ଝଗଡ଼ା ହେବ। ଯେହେତୁ ମଙ୍ଗଳବାର, ହଁ, ମଙ୍ଗଳବାର ହେତୁ ବହୁ ବାଧାବିଘ୍ନ ଆସିବ ଆଉ ବାଧାବିଘ୍ନରେ ଆୟ ହେବ। ମନ ଅସ୍ଥିର ହେବ, ବ୍ୟଥିତ ହେବ, କହି ହେଉନି କେତେବେଳେ କ'ଣ ସମସ୍ୟା ହେବ। ଆଉ ଆଖିରେ ଲୋତକ ରହିହେବନି, ଦୁଃଖ ସହି ହେବନି, ଆଖିରେ ଲୋତକ ରହିହେବନି କି କିଛି କହିହେବନି। ଏଇଭଳି ପରିସ୍ଥିତି। ଆଖିରେ ଲୋତକ ଦେଖିବେ, ହେଲେ ଲୁହ ଗଡ଼େଇ ପାରିବେନି, କାରଣ କିଏ ହସିବ। ଆଜି ଟିକେ ଥଣ୍ଡା ମିଠା ବର୍ଷା କାକର ଦିନ, ମାନେ କେତେବେଳେ ସୁଖ ଆସିବ, କେତେବେଳେ ଦୁଃଖ ଆସିବ କହିହେବନି ହେଲା। ତେଣୁ ଆମେ ଯଦି ସତ୍, ଆମ କର୍ମ ଯଦି ସତ୍, ଚିନ୍ତା ଯଦି ସତ୍, ଦୁଃଖ କେଉଁଠି ଆସିବ? ଆସିବନି ନା। ଯଦି ଆମେ ଉପରେ ହସୁଛେ, ଭିତରେ ଛଳନା କରୁଛେ, ପର ପାଇଁ ଗାତ ଖୋଳୁଛେ, ପର ରାସ୍ତାରେ କଣ୍ଟା ପକାଉଛେ, ପର ବାଡ଼ିରୁ ଗଛ କାଟି ପକାଉଛେ, ଆମ ବାଡ଼ିର ଗଛକୁ ସଜଉଛେ, ତାହେଲେ ଆମ ପାଇଁ ତ ସୁଖ ବୃଷ୍ଟି ହେବ। ସୁଖ ବୃଷ୍ଟି ହେବ। କୁଳାଙ୍ଗାର ଭୁଲ କାମ କରି ଭଲ ଫଳ ଆଶା କରିବ କେମିତି? ନିଜେ ଯଦି ଭଲ, ଫଳ ହେବ ଭଲ। ଏ ଗଲା କେଉଁ କଥା? ମକର କଥା। କୁମ୍ଭ କଥା। 14 ତାରିଖ ମଙ୍ଗଳବାର କୁମ୍ଭ ରାଶିର 4ଟା 6 ଯାଏ ଶତଭିଷା ନକ୍ଷତ୍ରର ଅଶୁଭ, 4ଟା 6 ପରେ ଧନିଷ୍ଠା ନକ୍ଷତ୍ରର ଅଶୁଭ। କୁମ୍ଭ ରାଶି ପାଇଁ ମଙ୍ଗଳବାର ହେତୁ ସବୁ କାର୍ଯ୍ୟ ଆରମ୍ଭରେ ବାଧା ବନ୍ଧନ ହେବ। କାର୍ଯ୍ୟ ଆରମ୍ଭ ହେଲା ପରେ ନିର୍ବିଘ୍ନରେ କାର୍ଯ୍ୟ ସମାପନ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଯେଉଁମାନେ ଶଯ୍ୟାଶାୟୀ ରୋଗୀ ବା ରୋଗିଣୀ, ସେମାନେ ଆଜି ସୁସ୍ଥତା ଅନୁଭବ କରିବେ। ରୋଗ କମିଯିବ। କମିଗଲା କି ଏ ଚିନ୍ତା ଆସିବ। ଆଜି କୁମ୍ଭ ରାଶି ପାଇଁ ମୋଟାମୋଟି ଭଲ ଦିନ। ଆୟ ଅମଳର ପଥ ପରିଷ୍କାର ଅଛି। ନୂତନ ଉପହାର ମିଳିବ, ଖୁସି ହେବେ। ଏ ଯେଉଁ ଆୟ ଅମଳ ପାଇଁ ମୁଁ କହୁଛି, ବହୁତ ପିଲା ମୋତେ ଫୋନ୍ କରୁଛନ୍ତି, ସାର୍ ଆପଣ ସବୁ କଥା ଠିକ୍ ହେଉଛି, ଆୟ ଅମଳ ହେଉନି। ଆରେ ବାପା, ପରିଶ୍ରମ କରିବ ନା। ଆଉ ତମେ ସମସ୍ତେ ଟିକେ ପରିଶ୍ରମ କର। ସବୁ କଥା ଯଦି ଠିକ୍ ହେଲା, ଆୟ ଅମଳ କାହିଁ ଠିକ୍ ହେବନି? ନା, ଆୟ ଅମଳ ପାଇଁ ଟିକେ କଠିନ ପରିଶ୍ରମ ଆବଶ୍ୟକ। ସେ ଅନୁଯାୟୀ ପରିଶ୍ରମ କରିବ ନା। ଆଉ ଖାଲି ଘରେ ବସିକିରି ଭାତ ଗୁଣ୍ଡା ଗିଳିଦେବ, ନାଇଁ 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 ନାଇଁ। ଏବେ ଆମେ ବୁଝିବା ଏକା କଥା। ମୀନ କଥା। ମୀନ ରାଶି
14 ତାରିଖ ମଙ୍ଗଳବାର, ମୀନ ରାଶିର ଘାତ ଚନ୍ଦ୍ର, ସାବଧାନ। 4ଟା 6 ଦିନ, 4ଟା 6 ଯାଏ ରେବତୀ ନକ୍ଷତ୍ରର ଅଶୁଭ, 4ଟା 6 ପରେ ପୂର୍ବ ଭାଦ୍ର ନକ୍ଷତ୍ରର ଅଶୁଭ। ମୀନ ରାଶିର ଲୋକେ ସାବଧାନ ରହି ଟିକେ କାର୍ଯ୍ୟ କରନ୍ତୁ, ମହାମନ୍ତ୍ର ଜପନ୍ତୁ। ମୀନ ରାଶି ଲୋକମାନେ ଟିକେ ମହାମନ୍ତ୍ର ଜପନ୍ତୁ। ମହାମନ୍ତ୍ର କ'ଣ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହି ମହାମନ୍ତ୍ରକୁ ମୀନରାଶି ଲୋକମାନେ ଜପିଲେ ଭଲ, ନିଜ ପାଇଁ ମଙ୍ଗଳ। ନହେଲେ ବିଭିନ୍ନ ବାଧା ବିଘ୍ନ ଦୁଃଖ ଆସିବ, ଭାରି ହଇରାଣ ହେବେ, କିଛି ଅଧିକ ଖର୍ଚ୍ଚ ହୋଇଯିବ, ଆୟ ଅମଳରେ ନାହିଁ। ଯେଉଁ ଆୟ ଅମଳ ହେବ ସେ କିଛି ନୁହଁ, ବୃତ୍ତି ବ୍ୟବସାୟରେ ବାଧା ଆସିବ, ଆଉ କିଛି ରୁଚିକର ଖାଦ୍ୟ ମିଳିବନି, ଦେହ ଖରାପ ହେବ, ବିରକ୍ତିଆ ଲାଗିବ, ଆଉ ଧୈର୍ଯ୍ୟ ବନ୍ଧ ଭାଙ୍ଗିଯିବ। ଗୋଟିଏ ମନ୍ତ୍ର ପଢ଼ନ୍ତୁ, ମହାମନ୍ତ୍ର, ମଙ୍ଗଳ ହେବ। ବନ୍ଧୁ, ସବୁ ଶ୍ରୋତା ବନ୍ଧୁଙ୍କୁ ମୋର ଅଭିନନ୍ଦନ, ନବବର୍ଷର ଅଭିନନ୍ଦନ। ଆଜି କାହିଁ କହୁଛି, ଆସନ୍ତା କାଲି ଯେ ଏ ପତାକା ଉଡ଼ୁଥିବ ସେ କଥା କ'ଣ ତମେ ଗ୍ୟାରେଣ୍ଟି ଦେଇପାରିବ? ତେଣୁ ଆଜି ପାଇଁ ଆଜି କହିଦେଲି। ଓଡ଼ିଆ ନୂଆବର୍ଷର ଅଭିନନ୍ଦନ। ହାପି ନ୍ୟୁ ଇୟର୍ ଫର୍ ମାଇ ଡିଅର୍ ଉତ୍କଳୀୟଜ୍। ତେଣୁ ସମସ୍ତଙ୍କୁ ମୋର ଅଭିନନ୍ଦନ, ନୂଆବର୍ଷର ଅଭିନନ୍ଦନ। ଆସନ୍ତାକାଲି ଈଶ୍ୱର ଆପଣଙ୍କୁ କଲ୍ୟାଣ କରିବେ, ନିଶ୍ଚୟ ସୁଖରେ ରହିବେ। ଜୟ ହେଉ, ନମସ୍କାର।